ଏବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ବଡ଼ ଖବର ଅଥବା ପାଣିପାଗ ଜନିତ ଏକ ବିଶେଷ ସୂଚନା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ଏଥର ବର୍ଷାରେ ଭିଜିବ ରଜ। ଆଗାମୀ ଦିନରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଆଶଙ୍କା କରାଯାଉଛି। ଆଗାମୀ ଜୁନ୍ 16 ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଜାରି ହେଲା ହାଇ ଆଲର୍ଟ। ତେବେ ଆଗକୁ କେଉଁ ଜିଲ୍ଲାକୁ କେତେ ପ୍ରତିଶତ ବର୍ଷା ହେବ, କେଉଁ ଜିଲ୍ଲାକୁ ଏହାର ପ୍ରଭାବ ଅଧିକରୁ ଅଧିକ ମାତ୍ରା ରହିବ, ଏନେଇ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। କିନ୍ତୁ ତା ପୂର୍ବରୁ ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ, ସାମାନ୍ୟ ସହିତ ଭିଡ଼ିଓଟିକୁ ବହୁତ ମାତ୍ରା ସେୟାର କରନ୍ତୁ। ଆପଣମାନେ ଯଦି ଆମ ଚ୍ୟାନେଲ ପାଇଁ ନୂଆ ପ୍ରଥମ ଥର ପାଇଁ ଆମ ଚ୍ୟାନେଲକୁ ଦେଖୁଥିବେ ତାହେଲେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଆସୁଥିବା ବେଲ୍ ଆଇକନ୍ ଦବାଇ ଅଲ୍ ନୋଟିଫିକେସନ୍ ଉପରେ ଅନ୍ କରି ରଖନ୍ତୁ। ଆପଣମାନେ ଆମର ଏହି ନ୍ୟୁଜ୍କୁ କେଉଁ ଜିଲ୍ଲାରେ ଦେଖୁଛନ୍ତି ଏବଂ ଆପଣଙ୍କ ଅଞ୍ଚଳରେ ପାଗ ବର୍ତ୍ତମାନ କିପରି ରହିଛି ତଳେ କମେଣ୍ଟ ବକ୍ସରେ ନିହାତି ଜଣାଇବେ, ଯାହାଦ୍ୱାରା ଯେବେ ବି ଯେକୌଣସି ଲାଟେଷ୍ଟ ପାଣିପାଗର ସଠିକ୍ ସୂଚନା ଆପଣମାନେ ଆମ ଚ୍ୟାନେଲ ମାଧ୍ୟମରେ ସର୍ବପ୍ରଥମେ ପାଇପାରିବେ। ତେବେ ଚାଲନ୍ତୁ ଆଉ ଲେଟ୍ ନକରି ବର୍ତ୍ତମାନ ଖବର ଉପରେ ନଜର ପକାଇବା। ତେବେ ସୂଚନା ଅନୁଯାୟୀ ଏଥର ବର୍ଷାରେ ଭିଜିବ ରଜ। ଓଡ଼ିଶାରେ ଜୁନ୍ 16 ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ। ଚଳିତ ବର୍ଷ ବର୍ଷା ପାଇଁ ଫିକା ପଡ଼ିପାରେ ରଜ, କାରଣ ଜୁନ୍ 16 ତାରିଖ ଯାଏଁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଅନୁଗୁଳ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟା ପ୍ରତି 50ରୁ 60 କିଲୋମିଟର ବହିବା ନେଇ ପୂର୍ବାନୁମାନ କରାଯାଇଛି। ଅନ୍ୟ ବାକି ସବୁ ଜିଲ୍ଲାଗୁଡ଼ିକରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। ଜୁନ୍ 12ରୁ 15 ତାରିଖ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ବର୍ଷା ପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଜୁନ୍ 16 ତାରିଖରୁ ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟରେ ପ୍ରବଳ ବର୍ଷା ଆଶଙ୍କା ରହିଛି।